ବଡ଼ ଜନମ ଭୂଇଁ ସେ ମାଟି ପଥରର ଜନନୀଠୁ ବଳି ବଡ଼ ଜନମ ଭୂଇଁ ସେ ସକାଶେ କରଇ ନର ଜୀବନ ଧନ୍ୟ ତାର ନର ଜୀବନ ଧନ୍ୟ ତାର ପରମୁସଲମାନ ମଜା ସମାଧି ବୃନ୍ଦ ଏବଂ ଅନେକ ବିଦ୍ୟାଳୟ ଆସୁଥିବା ଆଦର୍ଶ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ବୃନ୍ଦ ଏବଂ ମୋର ସ୍ନେହର ଛୋଟ ବଡ଼ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ମୋର ଗଭୀର ଉଦୟରୁ ନମସ୍କାର ଓ ଅଭିନନ୍ଦନ। ଆଜିର ବିଚାରଣୀୟ ବିଷୟ ନବଭାରତ ବିଦ୍ୟାଳୟ ଛାତ୍ରର କର୍ତ୍ତବ୍ୟ ବିଷୟରେ କିଛି କହିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଆଜିର ଛାତ୍ର ଭବିଷ୍ୟତର ଭାଗିଦାତା ଆଜି ସେ ଦରମୂଳିତ କୁସୁମ କଳି ଆଗାମୀ ଦିନରେ ହେବ ଶୃଙ୍ଖଳିତ ଏବଂ ବିଚଳିତ ଅବଦାନ ହେବ ସୁବାସରେ ଭରିଦେବ ସମାଜର ଉପବନକୁ ଅସୀମ ଶକ୍ତିର ଅଧିକାରୀ ଅସୀମ ଉଚ୍ଚତା ଭିତରେ ଭରି ଦେଇଛି ଅସଂଖ୍ୟ ସାହସ ତା ଭିତରେ ସଞ୍ଚିତ ବା ଉଦ୍ଦାମତା ସେ ଉପଯୋଗ କରି ଅସାଧ୍ୟ ସାଧନା କରିପାରେ। ଅସାଧୁତା ଭାରତରେ ଛାତ୍ର ସମାଜ ସାଥିଥିଲା ସହଯୋଗର ବାନର ସେନା ବ୍ରିଟିଶ ରାକ୍ଷସ ନିକଟରେ ବନ୍ଦିଥିବା ଭାରତ ମାତାଙ୍କୁ ନିଜର ପ୍ରାଣ ବଳି ଦେଇ ରକ୍ଷା କରିଥିଲେ। ଭାରତୀୟ ଛାତ୍ରର ଏହି ଉତ୍ସାହିକତା ଦେଶ ପ୍ରତି ତୀବ୍ର ଜାତୀୟ ଆଶ୍ଚର୍ଯ୍ୟଚକିତ ହୋଇ ପଡୁଥିଲେ ସମଗ୍ର ବିଶ୍ୱ। କିନ୍ତୁ ଭାରତବର୍ଷ ହେଲା ସ୍ୱାଧୀନ କିନ୍ତୁ ସ୍ୱାଧୀନତା ଭାରତବର୍ଷ ପାଇଁ ସ୍ୱାଧୀନ ଛାତ୍ରର କର୍ତ୍ତବ୍ୟ ଶେଷ ହେଲା ନାହିଁ। ବର୍ତ୍ତମାନ ଭାରତରେ ଉଠୁଥିବା ସୁସଂସ୍କାର ସମାଧାନ ପାଇଁ ଛାତ୍ର ସମାଜକୁ ଶସ୍ୟର ଶକ୍ତି ସମର୍ଥ ଧରି ଅଗ୍ରସର ହେବା ଦରକାର। କିନ୍ତୁ ସ୍ୱାଧୀନତା ପରବର୍ତ୍ତୀ କାଳର ସମାଜ ନୈତିକ ରାଜନୈତିକ ଅବଙ୍କଦ୍ର ଛାତ୍ରକୁ କରିଦେଲା ବିପର୍ଯ୍ୟସ୍ତ ଓ ବିଶୃଙ୍ଖଳିତ। ସେ ଆଜି ଲକ୍ଷ୍ୟହରା ଧୂମକେତୁ ତଥାପି ତ ପତଙ୍ଗର କ୍ଷମତା ଆମ ଅର୍ଥ ଆଡ଼େ ପ୍ରଲୁବ୍ଧ ହୋଇ ସେ ପାଉଛି ଅସମାପ୍ତ ଯନ୍ତ୍ରଣା। ସ୍ୱଠୁ ଓ ସ୍ୱାର୍ଥପର ରାଜନୀତି ନେତାମାନଙ୍କର ଶସ୍ତା ସ୍ଲୋଗାନ ଶୁଣି ସେ ଆଜି କ୍ଷମତା ଲାଳସାରେ କ୍ରୀଡ଼ା ପ୍ରତିଯୋଗିତା ସାଜିଛି। ସାଧାରଣ ନିର୍ବାଚନ ସମୟରେ ମହାଭାରତ ସୃଷ୍ଟି କରୁଛି ଏବଂ ତାକୁ ସଠିକ ଭାବେ ସଞ୍ଚାଳିତ ନ କରିପାରେ ସେ କ୍ଷଣକରେ ଧ୍ୱଂସ ବା କାଣ୍ଡକୁ ସୃଷ୍ଟି କରିଦେଇପାରେ। ତେଣୁ ଆଜିର ଛାତ୍ର ଆପଣଙ୍କ କର୍ତ୍ତବ୍ୟ ବିସ୍ତୃତ ହେବା ଅନ୍ତରାଳରେ ରହିଛି। ମାତ୍ର ନବଭାରତ ଛାତ୍ରର କର୍ତ୍ତବ୍ୟ କେତେ ଯେ ମହତ୍ତ୍ୱପୂର୍ଣ୍ଣ ତାହା ତାଙ୍କୁ ଚେତାଇ ଦେବାକୁ ପଡ଼ିବ। କେତେକ ବିଦ୍ୟାର୍ଥୀର କର୍ତ୍ତବ୍ୟ ଏକ ଉଚିତ ଶିକ୍ଷା ପ୍ରାପ୍ତି କରିବା ଦୁଇ ସମାଜର ବିବାଦକୁ ଦୁର୍ବଳ କରିବା ଏବଂ ଛାତ୍ର ତାର ସାମାଜିକ କର୍ତ୍ତବ୍ୟ କ'ଣ ଆଉ ତାର ରାଷ୍ଟ୍ରୀୟ କର୍ତ୍ତବ୍ୟ କ'ଣ ସେ ବିଷୟରେ ଜ୍ଞାନ ରଖିବା। ଶେଷରେ ଏକ ଗୀତ ମାଧ୍ୟମରେ ସମାଜକୁ ସଞ୍ଚୟ ଦେବାକୁ ଚାହୁଁଛି। करना है निर्माण हमें भारत का निर्माण करना है निर्माण हमें भारत का निर्माण हमें हमारी देश के हित में हमें हमारी देश के हित में बढ़ानी होगी शान करना है निर्माण हमें भारत का निर्माण। फूल फलों से झूम रही हो बन बन डाली डाली नदी लहर सब भर सब जाए हो नदी लहर सब भर सब जाए जल से बरसे धाम करना है निर्माण हमें भारत का निर्माण। एक तो मतलब जय हिंद जय भारत।